ଇଏ ଗୋଟିଏ ବଡ଼ ସ୍ପର୍ଶକାତର ପ୍ରସଙ୍ଗ, କିନ୍ତୁ ଏଥିରେ ମୁଁ କିଛି ସ୍ପଷ୍ଟ ମତ ଦେବାକୁ ଉଚିତ ମନେ କରୁଛି। ରାଜ୍ୟରେ କ୍ରମାଗତ ଭାବରେ 24 ବର୍ଷ ଗୋଟିଏ ଦଳ ଶାସନ କରି ଚାଲିଲା। କ୍ରମଶଃ ଗୋଟିଏ ଧାରଣା ଦୃଢ଼ୀଭୂତ ହେବାରେ ଲାଗିଲା ଯେ ସରକାର ବଦଳି ପାରିବେନି ଏବଂ ଆମେ ପଲିଟିକାଲ ପାର୍ଟିଙ୍କର ହାତ ବାରିସି ହେଇ କାମ କଲେ ଆମର ବ୍ୟକ୍ତିଗତ ଫାଇଦା ହେବ। ତେଣୁ ବଡ଼ ଦୁଃଖର ସହିତ ମୋତେ କହିବାକୁ ପଡ଼ୁଛି ଯେ ଆଜି ସରକାରୀ କଳ ବ୍ୟାପକ ଭାବରେ ତା'ର ଗୋଟେ ରାଜନୀତିକରଣ ହୋଇସାରିଛି। ନିରପେକ୍ଷତା ଯେଉଁଟା ଆମର ଗୋଟେ ସିଭିଲ୍ ସର୍ଭିସର ଆଭୂଷଣ ଥିଲା, ନିରପେକ୍ଷତା, ନିର୍ଭୀକତା, ପ୍ରୋଫେସନାଲିଜମ୍, କର୍ତ୍ତବ୍ୟପରାୟଣତା, ଇଏ ସବୁ କୁଆଡ଼େ ଲୁଚିଗଲାଣି। ଯେ ମୋତେ ଯଦି ଶାସକ ଦଳର ନାୟକ ନାୟିକାଙ୍କ ସହିତ କାମ କଲେ ଫାଇଦା ମିଳୁଛି, ମୁଁ ସେମିତି କାମ କରିବି। ତେଣୁ ଆଉ ୟାର ଯେହେତୁ ଗୋଟେ ଆଉ ବିକଳ୍ପ କିଛି ଦିଶୁନଥିଲା, ସେମାନେ କିଛି ଭୟଭୀତ ନ ହେଇକିରି ନିର୍ଭୀକ ଭାବରେ ଏଇ କାର୍ଯ୍ୟ କରୁଥିଲେ। ଆଜି ବଡ଼ ସାଂଘାତିକ ପରିସ୍ଥିତି ସୃଷ୍ଟି ହେଇଛି ଯେ ସରକାରୀ କଳରେ ଥିବା ଲକ୍ଷାଧିକ କର୍ମଚାରୀଙ୍କ ଭିତରୁ ସାଧୁ କିଏ ଅସାଧୁ କିଏ ବୁଝିବା ମୁସ୍କିଲ ହେଇଯାଉଛି। ଆଗ ଅସାଧୁତା ବ୍ୟତିକ୍ରମ ଥିଲା, ଆଜି ସାଧୁତା ବ୍ୟତିକ୍ରମ ହେଇଯାଇଛି। ଇଏ ହେଇଛି ଆଜିର ପରିସ୍ଥିତି। ଏବଂ ଇଲେକ୍ସନ୍ ବେଳେ ଅର୍ଥର ତ ବ୍ୟାପକ ବ୍ୟବହାର ହେଉଛି, ସମସ୍ତେ ଜାଣୁଛନ୍ତି। କିନ୍ତୁ ଆଗ ଯେଉଁ ସେଟା ଗୋଟେ ରାଜନୈତିକ ଚ୍ୟାନେଲରେ ତାକୁ ବ୍ୟବହାର କରାଯାଉଥିଲା, ବର୍ତ୍ତମାନ ସେ ପ୍ରଥା ବି ବୋଧେ ଉଠିଗଲାଣି। ବର୍ତ୍ତମାନ ନିଧଡ଼କ ହେଇ ସରକାରୀ କଳକୁ ବି ଏଥିରେ ପ୍ରୟୋଗ କରାଯାଉଛି ପଇସା ବାଣ୍ଟିବା ଲାଗି। ଇଏ ବି ଗୋଟିଏ ବଡ଼ ସାଂଘାତିକ ସତ୍ୟ। ତେଣୁ କିନ୍ତୁ ବର୍ତ୍ତମାନ ଏଇ ନିର୍ବାଚନର ବିଶେଷତ୍ୱ ଏଇଆ ହେଲା ଯେ ଲୋକମାନେ, ଜନତା ବର୍ତ୍ତମାନ ଦେଖିପାରୁଛି ଗୋଟେ ବିକଳ୍ପର ସମ୍ଭାବନା ଯେଉଁଟା ଆଗରୁ ଦିଶୁନଥିଲା। ତେଣୁ ବର୍ତ୍ତମାନ ଗୋଟିଏ ସଚେତନତା ସୃଷ୍ଟି ହେଇଛି ଏବଂ ଅନେକ କ୍ଷେତ୍ରରେ ଜନସାଧାରଣ ବି ସହଯୋଗ କରୁଛନ୍ତି। ଯେଉଁଠି ପଇସା କାରବାର ହେଉଛି ତାକୁ ଆଣିକି ଧରି ବି ପକାଉଛନ୍ତି, ତାଙ୍କର ସକ୍ରିୟତା ପ୍ରକାଶ ପାଉଛି। ଏବଂ ସବୁ ଜିନିଷ ତ ଏକଦମ ଲୁଚେଇକିରି କରାଯାଇପାରୁନି, ଯାହା ହେଉଛି ଅନେକ ଲୋକ ଜାଣୁଛନ୍ତି। ତେଣୁ ବଡ଼ ସ୍ୱାଭାବିକ ଯେ ଇଲେକ୍ସନ୍ କମିଶନଙ୍କ ପାଖକୁ ବି ଏଇ ଖବର ଯାଉଥିବ। ଅବଶ୍ୟ ଯେଉଁମାନେ ଆଫେକ୍ଟେଡ଼ ସେମାନେ ତ କହିବେ ଯେ ଇଲେକ୍ସନ୍ କମିଶନର ବର୍ତ୍ତମାନ ପଲିଟିକାଲ ନ୍ୟୁଟ୍ରାଲିଟି ନାହିଁ, ସେ ବିଜେପିର ହାତ ବାରିସି କାମ କରୁଛି। ଇଏ ତ କହିବା ସ୍ୱାଭାବିକ, କିନ୍ତୁ ସେମାନେ ନିଜ ଛାତିରେ ହାତ ଦେଇ କୁହନ୍ତୁ ଯେ ସେ ଯେଉଁ କାର୍ଯ୍ୟରେ ତାଙ୍କୁ ଅଭିଯୋଗ ଯାହା ଆସିଛି, ଯେଉଁ କାର୍ଯ୍ୟ ସେମାନେ କରୁଥିଲେ ବୋଲି ତାଙ୍କ ବିରୁଦ୍ଧରେ ଆକ୍ସନ୍ ନିଆଯାଇଛି, ସେମାନେ ଛାତିରେ ହାତ ରଖି କୁହନ୍ତୁ ସେ କାର୍ଯ୍ୟ କରୁନଥିଲେ ବୋଲି କୁହନ୍ତୁ। ତେଣୁ ଲୋକଙ୍କର ବର୍ତ୍ତମାନ ସେମାନେ ସେଇ ଷ୍ଟେଜ୍ରେ, କନସିୟସନେସ୍ର ସେଇ ଷ୍ଟେଜ୍ରେ ପହଞ୍ଚିଲେଣି ଯେ ଯଦି ବର୍ତ୍ତମାନ ସେମାନେ କହିବେ ଆମେ ପ୍ରକୃତରେ ନିର୍ଦ୍ଦୋଷ, ଆମ ନାଁରେ ବୃଥା ଅଭିଯୋଗ କରାହେଇଛି, ଆମକୁ ଅଯଥା ହଇରାଣ କରୁଛନ୍ତି, ସେଇ ପ୍ଲିକୁ ବର୍ତ୍ତମାନ ଆକ୍ସେପ୍ଟ କରିବା ଲାଗି ବହୁତ ଅଳ୍ପ ଲୋକ ଥିବେ। ଏଗୁଡ଼ା ସବୁ ବିଶ୍ୱାସଯୋଗ୍ୟ ହେବ ଯେ ପ୍ରକୃତରେ ଏମାନେ ଗରିତ କାର୍ଯ୍ୟ କରୁଥିଲେ। ଏବଂ ନିଶ୍ଚୟ ୟାର ପ୍ରଭାବ ବି ପଡ଼ିବ, ପ୍ରଭାବ ବେଶୀ ପଡ଼ିବ ଯଦି ଗୋଟେ ବିକଳ୍ପର ସମ୍ଭାବନା ଆହୁରି ଉଜ୍ଜ୍ୱଳ ହେବ। ତାହେଲେ ଡର ପଶିବ, ଯେଉଁଟା ନିହାତି ଦରକାର। ଗୋଟେ ଆମୂଳଚୂଳ ବର୍ତ୍ତମାନ ମୋରାଲ ଭ୍ୟାଲ୍ୟୁଜ୍ର ମୂଲ୍ୟାଙ୍କନ ହେବା ଦରକାର, ଗୋଟେ ଇଭାଲୁଏସନ୍ ହେବା କଥା।
ये जो परिस्थिति रे पहुँची सेटा तो न्याय पाइबा तो असंभव ही पड़लानी। सर जो डर कथा आप कहते जितने जो बड़ बड़ बाबू ऊपर जो एक्शन होची ग्राउंड स्तर जो मैंने अच्छा सरकारी अधिकारी जो मैंने हाथ बारी सारी भय पशु ना नहीं मु तो भावुची पशिब पशिब एवं मोर भी गोटे निर्दिष्ट मत जदि गोटे सरकार चेंज हुए से भली जो माने करितकर्मा व्यक्ति जो मानकर राजनैतिक इन्वॉल्वमेंट बहुत थिला एवं से बहुत पैसा करिसंती तांका विरुद्ध दृढ़ कार्यानुष्ठान करा जाओ से माने पुणी सरकार सहित सामिल न हो जाते जदि हुए ताल गोटे नुआ सरकार विश्वासघातकता करुँच बोली मु कहबी जदि आमे वर्तमान ओडिशा रे गोटे निर्मल शासन न आनिबा केबे आनिबा ताहले वर्तमान तार गोटे संभावना अच्छी मोर विनम्र निवेदन जो माने जदि नुआ सरकार गढ़िबे से माने पॉलिसी ऑफ नो टॉलरेंस गोटे अवलंबन करंतु एवं जो माने 24 वर्ष धरी शासन व्यवस्था को कलुषित करुछंती तांको विरुद्ध रे दृढ़ कार्यानुष्ठान करंतु। गोटे कथा आसुची जो एसीआई को विश्लेषणता नेकी जो एक्शन भी हेची जे कहतला आगु मते अभियोग होतला कि एक्शन होनतला बर्तमान काहे एक्शन हला प्रमाण पाइला परे बा सेमति कि तथ्य पाइथिबो बोली से परिथिबे निश्चय 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 एवं से मोर कौन द्विमत नाई से निश्चय प्रमाण पाई बोली करुँच एवं अति भल कार्य भी होती जन को जो तंकर हेडक्वार्टर्स दिल्ली रे फिक्स करागला अति सुंदर व्यवस्था है हवा दरकार आ जड़े जदि प्रकृत में छुट्टी रे थिबे एवं तो जहाँ कार्य करने कथा लुचेकरी करुवे ये कौन गठित कार्य नुहे तेणु से जदि धरा पड़ो निश्चय धरा हवा दरकार।